ପିଲାମାନେ ତୁମମାନଙ୍କୁ PM ଟ୍ୟୁଟୋରିଆଲ ୟୁଟ୍ୟୁବ ଚ୍ୟାନେଲକୁ ସ୍ୱାଗତ। ଯେଉଁମାନେ ବର୍ତ୍ତମାନ ସୁଦ୍ଧା କିଛି ପଢ଼ିନ, ଯେଉଁମାନେ ପାସ୍ ହେବା ପାଇଁ ଗଣିତରେ ଷ୍ଟ୍ରଗଲ୍ କରୁଛ, ସେଇମାନଙ୍କ ପାଇଁ ନିହାତି ଭାବରେ ଭିଡ଼ିଓଟି ଗୁରୁତ୍ୱପୂର୍ଣ୍ଣ ରହିବ। ତେଣୁକରି ଭିଡ଼ିଓଟିକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବା ସହିତ ଅନ୍ୟ ସାଙ୍ଗସାଥୀମାନଙ୍କୁ ସେୟାର କରିକି ଜଣାଇବ। ପିଲାମାନେ ଦେଖ, ଆ ପୂର୍ବରୁ ଗୋଟେ ଭିଡ଼ିଓ ଅପଲୋଡ଼ କରିସାରିଥିଲି ଯେ ଅଙ୍କନ କ'ଣ କ'ଣ ଅଭ୍ୟାସ କରିଗଲେ ତୁମେ ପରୀକ୍ଷାରେ 5 ମାର୍କ ରଖିବ, ଯେଉଁଟାକି ତୁମର ପାସ୍ ହେବା ପାଇଁ ଖୋରାକ ଯୋଗାଇବ। ବୁଝିପାରୁଛ? ତେଣୁକରି ବର୍ତ୍ତମାନ ଯିବା ଆମେ ଗଣିତର ପରିସଂଖ୍ୟାନ ବିଭାଗକୁ। ପରିସଂଖ୍ୟାନ ପିଲେ କ'ଣ ହୁଏ ନା, ଦୁଇଟି ଗଣିତ ପଡ଼େ, ମଧ୍ୟମା ପଡ଼ିବ, ନଚେତ୍ ନାହିଁ ମାଧ୍ୟମାନ ପଡ଼ିବ। ତେଣୁକରି ମଧ୍ୟମା ମାଧ୍ୟମାନଙ୍କୁ ଭଲ ଭାବରେ ଅଭ୍ୟାସ କରିକି ତୁମେ ଏକ୍ଜାମକୁ ଯିବ। ତେଣୁକରି ପିଲା ଦେଖ, ଦୁଇଟି ଗଣିତ ମୁଁ ପ୍ରାକ୍ଟିସ୍ କରାଇଦେବି ଏଇଠି ଉତ୍ତର ସହିତ କେମିତି କ'ଣ କରାଯାଉଛି। ତୁମେ ବସିକି ମୋ ସହିତ ଅଭ୍ୟାସ କର, ଦେଖିବ 10-15 ମିନିଟ୍ରେ ତୁମର ସେଇ ଗଣିତ କ୍ଲିୟର ହେଇଯିବ। ପିଲାମାନେ ଦେଖ, ପ୍ରଶ୍ନ କ'ଣ ଆସିଥିବ ନା, ଏଇ ଦୁଇଟି ଯେଉଁ ଟେବୁଲ୍ ଦେଖୁଛ, এই দুইটা টেবুল হি তোমার দেইথিব। বুঝিপারে পিলা কোন কইলি? এই দুইটা সারণী হি তোমার দেইথিব, সম্ভাগ দেইথিব, বারম্বারতা দেইথিব। ভাগ করিয়া কোন কইথিব না মধ্যমা নির্ণয় কর, দত্ত তথ্যাবলীর মধ্যমা নির্ণয় কর। তেণুকর তোমার তৃতীয় টেবুল কোন লিখিব? রাশিকৃত বারম্বারতা। রা বা লিখিব নাই, কোন লিখিব? রাশিকৃত বারম্বারতা, ব্রাকেটরে হচ্ছে CF, ব্রাকেট দেই কোন লিখিব তলে? CF। বুঝিপাইল? এতিকি করদেল। প্রথমে পিলে তুমি রাশিকৃত বারম্বারতা শিখ। প্রথমে যাহা আছে বারম্বারতা সেইটা হি হব তার রাশিকৃত বারম্বারতা। তাপরটা কোণ হব না, এইটাকে এইটা মিশাইব, এইটাকে এইটা মিশাইব। কেতে হয়ে গলা? 12। বুঝিপারছ? তাপরে কোণ হব না, 12 কু 10 মিশাইব, কেতে হলা? 22। বুঝিগলা? তাপরে কোণ করিব না, 22 কু 8 রে মিশাইব, কেতে হলা? 30। তাপরে কোণ করিব না, 30 কু 5 রে মিশাইব, কেতে হলা? 35। কেতে হয়ে গলা? 35। তা মানে আর রাশিকৃত বারম্বারতার শেষ যেতিকি হব, বারম্বারতার সবুতিক মিশিকি সেতিকি হব। তাহলে জানিব তোম রাশিকৃত বারম্বারতা ঠিক বাহারছি। বুঝিপাইলে কোন কইলি? রাশিকৃত বারম্বারতার শেষটা যেতিকি হব, বারম্বারতা সবুতক মিশিকি সেতিকি হব। হয়েছি না নাই? সেতিকি হয়েছি। বুঝিপাইল? এইটা হচ্ছে প্রথম কাম, এইটা হচ্ছে তোমার প্রথম কাম। এতিকি যে করিদেব পিলে সে 2 মার্ক পাইଯିବ। ମୁଁ କହୁଛି କେତେ ମାର୍କ ପାଇଯିବ? 2 ମାର୍କ। ତାପରେ କ'ଣ କରିବ? ରାଶିକୃତ ବାରମ୍ବାରତା ବାହାର କରିଦେଲ, ସିଗ୍ମା ଏଫ୍ ଯେଉଁଟା ବାହାରିଗଲା 35, ବାରମ୍ବାରତା ବାହାରିଗଲା। ତାପରେ ବାହାର କରିବ ମଧ୍ୟମ ସ୍ଥାନ। କ'ଣ ବାହାର କରିବ? ମଧ୍ୟମା ଡାଇରେକ୍ଟ ବାହାରେ ନାହିଁ, ମଧ୍ୟମା ଏଇଥିରେ ମଧ୍ୟମା ବାହାରିବନି। କାହିଁକି ନା ଏଇଟା ଦେଇଛି 10 ରୁ 30, 30 ରୁ 40 ସମ୍ଭାଗ ବାଲା ଦେଇଛି। ତେଣୁକରି କ'ଣ ବାହାର କରିବା? ଆଗ ମଧ୍ୟମ ସ୍ଥାନ M। କ'ଣ ବାହାରିବ? ମଧ୍ୟମ ସ୍ଥାନ M କେତେ ବାହାରିବ? ଏଇ ଯେତିକି ବାହାରିଛି ସେତିକି ଡିଭାଇଡ଼ ବାଇ 2, ସେତିକି ଡିଭାଇଡ଼ ବାଇ କେତେ? 2। ଯେତିକି ବାହାରିଥିବ ତା ଦେହରେ 2 ହରିଦେବ, ହେଇଗଲା। କେତେ ବାହାରିଗଲା? 17.5। କେତେ? 17.5। ଦେଖ ପିଲେ, ଏଠି 17.5 କେଉଁଠି ଅଛି କି ରାଶିକୃତ ବାରମ୍ବାରତାରେ? ଅଛି କି ନାହିଁ? ତାମାନେ କ'ଣ ଲେଖିବ? 17.5 ରାଶିକୃତ ବାରମ୍ବାରତା ଠାରୁ ଠିକ୍ ପରବର୍ତ୍ତୀ ରାଶିକୃତ ବାରମ୍ବାରତା। କ'ଣ କହିଲି? 17.5 ଠାରୁ ଠିକ୍ ବୃହତ୍ତର ରାଶିକୃତ ବାରମ୍ବାରତା। ଏମିତି ବି ତୁମେ ଲେଖିପାରିବ ଯେ କେତେ? 22। ଏଠି 22 ପାଇଗଲ, ସେ 22ଟାକୁ ଏମିତି ବକ୍ସ କରିଦେବ। ଏମିତି ବକ୍ସ ବି ତୁମେ ନିଜେ ଖାତାରେ ବି କରିଦେବ, କିଛି ଅସୁବିଧା ନାହିଁ। ହେଇଗଲା? ବକ୍ସ କରିଦେଲ ଟି? ବକ୍ସ କାହିଁ ହେଲା ସେଇଟାକୁ ମୁଁ କହିବି। ବୁଝିଗଲା? ସେତିକି ଲେଖିଦେଲ। ତାପରେ ପିଲେ ତୁମକୁ ଆଗୁଆ କହିଦେଉଛି, ଏ ସୂତ୍ରଟାକୁ ମନେ ରଖିବ। এই সূত্রটাକୁ মনে ରଖିବ, ମଧ୍ୟମା ବାହାରିବାର ସୂତ୍ର ମନେ ରଖିଦିଅ ସାଙ୍ଗେ ସାଙ୍ଗେ। ଯେଉଁମାନେ ମନେ ରଖିନ, ମଧ୍ୟମା ବାହାରିବାର ସୂତ୍ର କ'ଣ ନା, L1 + M-C/F × I। ମଧ୍ୟମା ବାହାରିବାର ସୂତ୍ର ପିଲେ ମନେ ରଖିଦିଅ। ଯେଉଁମାନେ ମନେ ରଖିନହ, ଗ୍ୟାରେଣ୍ଟି ଦେଉଛି ପିଲେ, ଯେଉଁମାନେ ମୋ ସହିତ ପାଠ ପଢ଼ିଛ ପାସ୍ ହବ। ବୁଝିପାଇଲ? L1 + M-C/F × I। ମନେ ରହିଗଲା ସୂତ୍ର? ଯିବା। ପିଲାଙ୍କ ମନରେ ଏଇଠି ପ୍ରଶ୍ନ ଆସିବ ଯେ L1 କ'ଣ, I କ'ଣ, M କ'ଣ, C କ'ଣ, F କ'ଣ? ଏଇଠି ତୁମେ ଗୋଟେ ଜିନିଷ ବାହାର କରିଦେଇଛ, M। ସେଇଟା ତୁମେ ଜାଣିଛ। M ବାହାର କରିଛ ନା ନାହିଁ? Mଟା ପିଲା ତୁମେ ବାହାର କରିଛ ନା ନାହିଁ? ସେଇଟା ତୁମେ ଜାଣିଛ ଯେ 17.5 ହେଉଛି M। ତାପରକୁ ଯିବା। L1 କ'ଣ? L1 କ'ଣ? ପିଲା L1 ହେଉଛି କ'ଣ? ଦେଖ ଏଠି
ଏଠି ତୁମେ ଯେଉଁଠି ଗୋଲ ସର୍କ ଯେଉଁ ବକ୍ସ କରିଛ ବକ୍ସ ଭିତରେ L1 ହେଉଛି କ'ଣ ଯେଉଁ 30ରୁ 40 ଅଛି ନା ନାଇଁ ଏଠି 30ରୁ 40 ଅଛି 30ରୁ 40 L1ଟା ହେଉଛି 30 L2ଟା ହେଉଛି 40 ଲୋୟର ଏଇଟା ହେଉଛି ଅପର ବୁଝିଗଲା ତାହେଲେ L1 କୋଉଟା ଜାଣିପାରିଲ ନିମ୍ନ ସମ୍ଭାଗଟା ନେଇଯିବ ହେଲା 30 ହେଲା ଏଠି L1 ତାପରେ ପିଲା ଦେଖ ଏଇ ଯେଉଁ I କ'ଣ ଆଇଟା ହେଉଛି ସମ୍ଭାଗ ବିସ୍ତାର ଆଇଟା ହେଉଛି କ'ଣ ସମ୍ଭାଗ ବିସ୍ତାର କେମିତି ବାହାର କରିବ ନା L2 ମାଇନସ୍ L1 40 ଫେଡ଼ାଣ 30 ସେ କେତେ 10 ତାହେଲେ ଏଠି ଆଇଟା କେତେ ହେଇଗଲା 10 ବୁଝିଗଲା M ଜାଣିଗଲ L1 ଜାଣିଗଲ I ଜାଣିଗଲ ବୁଝିପାରିଲ କ'ଣ କହିଲି L1 ଜାଣିଗଲ I ଜାଣିଗଲ ଆଉ କ'ଣ ଜାଣିଛ Mଟା ପାଇଛ ଆଉ ଦୁଇଟା ଜିନିଷ ରହିଲା C ଆଉ F ଆଉ କ'ଣ ରହିଲା C ଆଉ F C କୋଉଟା F କୋଉଟା ଆମେ ଏଇଠି ଦେଖିବା ପ୍ଲିଜ୍ ଦେଖ C ହେଉଛି ଏଇ ଜିନିଷଟା ଏଇ ଯେଉଁ 12 ଯେଉଁ ବାହାରିଲାନି 17.5 ଠିକ୍ ବୃହତ ରାଶିକୁତ ବାରବତା 22 ବାହାରିଛି ତାର ପୂର୍ବ ରାଶିକୁତ ବାରବତା ହେଉଛି C ବୁଝିପାରିଲ ଠିକ୍ ପୂର୍ବଭୂତ ରାଶିକୁତ ବାରବତା ହେଉଛି C ଆଉ F ହେଉଛି ଏଇଟା ସେ ବକ୍ସ ଭିତରେ ଯେଉଁଟା F ଯାଇଛି ବୁଝିପାରିଲ C କୋଉଟା ଜାଣିପାରିଲ F କୋଉଟା ଜାଣିପାରିଲ L1 କୋଉଟା ଜାଣିପାରିଲ I କ'ଣ ଜାଣିପାରିଲ ପିଲା I କ'ଣ ଜାଣିପାରିଲ L2 ମାଇନସ୍ L1 ହେଲା L1 କୋଉଟା ଜାଣିପାରିଲ C କୋଉଟା ଜାଣିପାରିଲ F କୋଉଟା ଜାଣିପାରିଲ ସବୁ ପିଲା ଲେଖିଦେଲ ସେଇ ଅନୁସାରେ L1 30 L2 40 F 10 C 12 ହେଲା I ହେଉଛି 10 ତାପରେ ମଧ୍ୟମା ବାହାର କରିବ ମଧ୍ୟମା MT କେତେ ହେବ ନା L1 ପ୍ଲସ୍ M ମାଇନସ୍ C ବାଇ F ଇଣ୍ଟୁ I ତାପରେ ପକେଇଦେବ L1 କେତେ 30 ଏଇଟା କେତେ ଅଛି 17.5 ଫେଡ଼ାଣ 12 ଫେଡ଼ିଦେଲେ 5.5 ହେଇଗଲା ଏଇ 10କୁ ଏଇ 10 କଟିଗଲା ଏଇ 10କୁ ଏଇ 10 କଟିଗଲା 30କୁ 30 ରହିଲା 17.5ରୁ 12.5 ଫେଡ଼ିଦେଲା କେତେ ହେଇଗଲା 5.5 ମିଶିଗଲେ 35.5 ହେଉଛି ଆନ୍ସର ବୁଝିପାରିଲ ପିଲାମାନେ ମଧ୍ୟମା ବାହାର କରିବା ଶିଖିପାରିଲ ନେକ୍ସଟକୁ ଯିବା ବର୍ତ୍ତମାନ ମାଧ୍ୟମାନଙ୍କୁ ଯିବା ମାଧ୍ୟମାନ ଯେଉଁ ପଡ଼ିଥିବ ବିଚ୍ୟୁତ ପ୍ରଣାଳୀରେ ବାହାର କରିବାକୁ ପଡ଼ିଥିବ ବହୁତ କମ୍ ସମୟ ନେବି ବେଶୀ ସମୟ ନେବିନି ସମ୍ଭାଗ ବାରମ୍ବାରତା ଏଇ ଦୁଇଟା ସାରଣୀ ଦେଇଥିବ ହେଲା ତାପରେ ବାହାର କରିବ ମଧ୍ୟବିନ୍ଦୁ ପ୍ଲେ 108 104 କି ମିଶାଇବ 2 ହରିବ କେତେ ବାହାରିଗଲା 106 104 କି 100 ମିଶାଇବ 2 ହରିଦେବ କେତେ ବାହାରିଗଲା 102 ତୁମେ ଏଇଠୁ ଜାଣିଦେବ ଯେ ଡିଫରେନ୍ସ ହେଉଛି କେତେ 4 କମି ଯାଇଛି 4 କମି ଯାଇ ଜଣାପଡ଼ୁଛି ନା ନାହିଁ 106 102 ତାପରଟା କେତେ ଆସିବ 4 ଫେଡ଼ିଦେବ 102ରୁ 4 ଫେଡ଼ିଲେ କେତେ 98 ତାପରେ ପୁଣି 4 ଫେଡ଼ିଦେଲ କେତେ ହେଇଗଲା 94 ତାପରେ ପୁଣି 4 ଫେଡ଼ିଦେବ କେତେ ହେଇଯିବ 90 4 4 ଦୁଇଟା ବାହାର କରିଦେଲା ପରେ କେତେ ବିସ୍ତାର ଅଛି ଜଣାପଡ଼ିଯିବ ବୁଝି ହେଉଛି ସେଇ ହିସାବରେ ତୁମେ କରିବ ବୁଝିପାରିଲେ ପିଲାମାନେ 2ଟା ବାହାର କରିଦେଲା ପରେ ସମ୍ଭାଗ ବିସ୍ତାର ଜାଣିଦେବ ସେଇ ହିସାବରେ ଫେଣି ସବୁ ବାହାର କରିଦେବ ବୁଝିପାରିଲ ତୃତୀୟ ଟେବୁଲ ତାପରେ ଟେବୁଲଟା ବିଚ୍ୟୁତି କ'ଣ ପିଲେ ବିଚ୍ୟୁତିରେ କ'ଣ ହୁଏ ନା ତୁମକୁ ଗୋଟେ ଆରମ୍ଭ ବିନ୍ଦୁ A ନିଆଯାଏ ଆରମ୍ଭ ବିନ୍ଦୁ A ଜାଗାରେ କ'ଣ ନେବ ଦେଖ ଉପରୁ ଛାଡ଼ିଦେବ ସମାନ ଭାବରେ ତଳକୁ ଛାଡ଼ିଦେଲ ତିନିଟା ସରିଗଲା ନା ନାହିଁ ତାହେଲେ ଆରମ୍ଭ ବିନ୍ଦୁ ଏଠି କେତେ 94 କେତେ 94 ହେଉଛି ଆରମ୍ଭ ବିନ୍ଦୁ ପିଲେ ଏଇଠି ଦେଖ এইটা তোমার এক্স এটা কোণ এক্স আরম্ভ বিন্দু কেতে হয়ে গলা 94 এই যে টেবুলটা বিচ্যুতি টেবুলটা কেমতি পাইব না এই এক্স রু ফেড়িব 106 ফেড়ানো কেতে 94 বুঝিছি বিচ্যুতি টেবুল পাইব তাপরে 102 ফেড়ানো কেতে 94 হেলা আট পাইল বুঝিপারছ না নাই তাপরে 98 ফেড়ানো কেতে 94 কেতে পাইল 4 পাইল তাপরে 94 ফেড়ানো 94 যে কেতে 0 পাইল তাপরে কোণ করিব 90 ফেড়ানো কেতে 94 যে কেতে হয়ে -4 না নাই তাপরে পুଣି এইয়াକୁ ଏଥିରୁ ଫେଡ଼ୁଥିବ 86 ଫେଡ଼ାଣ କେତେ 94 ବୁଝିପାରିଲ ତାମାନେ କେମିତି ଲେଖିବ ବିଚ୍ୟୁତି y ଇକ୍ୱାଲ୍ ଟୁ x ମାଇନସ୍ a ବିଚ୍ୟୁତିଟା y ବିଚ୍ୟୁତି କେଉଁ ଅକ୍ଷରରେ ଲେଖାଯାଏ y ତାହେଲେ y ଇକ୍ୱାଲ୍ ଟୁ x ମାଇନସ୍ a ଏଇଟାରୁ ଏଇଟାକୁ ଫେଡ଼ିବ ଏଇଟାରୁ ଏଇଟାକୁ ଫେଡ଼ିବ ଏଇଟାରୁ ଏଇଟାକୁ ବୁଝିହେଉଛି ତାପରେ ଏଇଟାକୁ ଏଇଟାକୁ ଫେଡ଼ି ଫେଡ଼ି ଯିବ ବୁଝିଗଲା ବିଚ୍ୟୁତି ଭାଗ କରିପାରିବ ତାପରେ ଭାଗ କରିବ y ଡ୍ୟାସ୍ କ'ଣ ଭାଗ କରିବ y ଡ୍ୟାସ୍ y ଡ୍ୟାସ୍ ପିଲେ କେମିତି ଭାଗ କରନ୍ତି ଦେଖ ମୁଁ ତୁମକୁ ଗୋଟେ ଆଇଡ଼ିଆ ଦେଇ ଦେଉଛି y ବାଇ i ଭାଗ କରିବ କ'ଣ ଭାଗ କରିବ i ମାନେ ଦେଖ i ତ ମୁଁ କହିଥିଲି ସମ୍ଭାଗ ବିସ୍ତାର
ये संभाव्य विस्तार केते केते जाइथला 6 6 जाइथला केते केते 6 6 जाइथला किंतु ये सॉरी 6 6 नो केते केते 4 4 जाइथला 4 4 जाइनी 100 6 100 2 100 4 4 जाइथला तेणुकर ये जेतिकी बाहर सब 4 हरदब केते हरदब 4 हरा हम 12 रे 4 हराला केते 3 8 रे 4 हला केते 2 4 रे 4 हराला केते 1 4 सब केते हराइगला 4 हराइगला बुझिगला तापर सभा शेष को एफ ए वाई डैश क्या क्या गुणव यही एफ को वाई डैश सागर गुणा हम या गुणा हम बुझिपाल सेकेंड कलम को ये जो लास्ट कलम गुणा है कलमटा कर बुझिगला है सभा शेष को यहाँ बाहर सिग्मा एफ वाई डैश एटा सिग्मा एफ बाहर सिग्मा एफ वाई डैश बाहर है तापर कौन कर माध्यमान एम इक्वाल टू ए प्लस सिग्मा एफ इंटू आई है करके गणित को सॉल्व कर बुझिपाल पिला माने ठीक अच्छे आग वीडियो भेट हवा।